कल्याण कल्पद्रुम चिदानंद चिन्मय चिरसुंदर श्रीमान श्री 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 सत्य नारायण देवंक भक्तिवृत्ति अर्थे सर्वे बोलंतु आनंद एक बार हरे हरे बोला। कल्याणमयी विश्व भारती माँ जगत जननी झंकड़वासिनी शारदा देवी प्रीति अर्थे मम आराध्य मम बंदे अवधूत गादी ब्रह्म बाबा कुलमणि प्रीति अर्थे पीठर अधिष्ठात्री देवी माँ सिद्ध मंगला प्रीति अर्थे जगन्नाथ बलभद्र सुभद्रा सुदर्शन चतुर्धा मूर्ति प्रीति अर्थे सर्वे बोलंतु आनंद एक बार हरे हरे बोला। उपस्थित आबाल वृद्ध वनिता मानकर संस्कृति संपन्न करांग ग्रामर समस्त ग्रामाधिवासी मानकर कान्हू बाबूंकर पंडा सपरिवार वर्गंकर महाप्रभु सत्यनारायण सिद्धमंगला सर्वस्मिन् काले सर्वरिष्ठ खंडन करने समेत यही भव्य अनुष्ठान दीर्घजीवी हेउ सर्वे बोलंतु आनंद एक बार हरे हरे बोला। बारे दया हे सुगंधि पुष्टिवर्धन गुरुवारुकमिव बंधनात् मृत्युमुख्यमृता नम शिवाय। माता तो शारदा देवी पिता तो परमेश्वर साक्षात कमला देवी वाक्य देवी नमस्तुते। काश्यप महादेव द्वितीय धंतारी सर्व पाप घन प्रणतोषिमी दिव कर नमो ब्रह्मण्य देवाय गोब्राह्मण्य हिताय च जगद्हिताय कृष्णाय गोविंदाय ओ ये नमो नम जगदा नंद
নমস্তুতে ক ভাই পঞ্চদেব নমস্তুতে। শ্রীরামচন্দ্র কৃপালু ভজু মন হরণ ভব ভয় দারুণ নবকঞ্জ লোচন মুখ কর কঞ্জ পদ কঞ্জা ঋণ রামচন্দ্র কৃপালু ভজু মন হরণ ভব ভয় দারু হরণ ভব ভয় নবকঞ্জ লোচন কঞ্জ মুখ অগণিত অমৃত কন্দর্প গণিত অমৃত নবনীল নিরদ সুন্দর নবনীল পটপিত মানহু করিত রুচি সুচি তুলসী দাস শঙ্কর ইতিবদতি তুলসী দাস শঙ্কর ইতিবদতি তুলসী দাস শঙ্কর ইতিবদতি তুলসী দাস শঙ্কর ଆଉ ସେ ସମୁନି ମନର ଗାନ ଆଉ ସେ গুরু নিবাস মমর হৃদয় কঙ্গ নিবাস গুরু নিবাস কামাদি খলা দল গঞ্জন রামচন্দ্র কৃপালু ভজ লেখিলে রা শব্দ চারণ মাত্রে বহির নির্যাত পাতক
ବସ ମୋ ବର୍ଣ୍ଣ ପି କପାଟ କବାଟ স্থির ହେଇଯିବ ବାପା ଏଇପଟୁ ବସ କାରଣ ଚ୍ୟାନେଲଟା ଏପଟେ ରହିଛି ସଂସ୍କୃତି ସମ୍ପନ୍ନ ହେ ବାପା କଟକ ଜିଲ୍ଲାରେ ଏହି କଟକ ଜିଲ୍ଲାର ଆର୍ଯ୍ୟଗ୍ରାମ ଦେବଗ୍ରାମ ପବିତ୍ର ପାବନ ଗ୍ରାମ କରାଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଆରାଧ୍ୟା ଦେବୀ ମା ସିଦ୍ଧମଙ୍ଗଳାଙ୍କର ପବିତ୍ର ପାବନ କ୍ଷେତ୍ରରେ ଯଜମାନ ହେମନ୍ତ ଯେ କି କାହ୍ନ ବାବୁ ଜାଣିଛି ଯୋଉଠୁ ପାଇବୁ ତୁ ଟେକି ଟାକି ଦବ ଆଉ ପାଲାରୁ ଗଲାରୁ ତୋର ମନେ ନଥାଉ ଆନୁକୂଲ୍ୟରେ ସହଯୋଗରେ ପ୍ରଚେଷ୍ଟାରେ ଅର୍ଥ ଅପଚୟରେ এই যে ত্রিদিনাত্মক নামযজ্ঞ বিদগ্ধ কলা পালা কলার আয়োজন করা যাইছে সার মানে আজি হচ্ছে তার পুরস্চরণ রজনী অন্তিম রজনী বিদায় রজনী পূর্ণাহুতি রজনী এই পূর্ণাহুতি রজনী পরিপ্রেক্ষীরে বাপা আম্ভমানকর প্রথম অধিবেশন মু তুলসীদাসଙ୍କ রচিত গোটিয়ে পদ মর্যাদা পুরুষোত্তম নবদ্রব্যাদল কোদণ্ড ধারণ রাঘবেন্দ্র সরকারଙ୍କର পদাব্জরে আত্মনিবেদন করে সারিবা পরে ମୁଁ ଆପଣମାନଙ୍କ ନିକଟରେ ଦ୍ୱିଧାରୀ ମଙ୍ଗଳାଚରଣ ଶ୍ଲୋକ ପାଠ କରିଛି ଆପଣମାନଙ୍କର ଆଜି ଆଶୀର୍ବାଦକାରୀ ହେବେ କିଏ ନା ଯୋଉ ରାମକୁ ଭଜନ କରି ରାମକୁ ସ୍ମରଣ କରି ଗୋଟେ ମଣିଷ ମରା ଗୁଣ୍ଡା ହେଲେ ମହାକବି ଯେଉଁ ରାମକୁ ଭଜନ କରୁଥିଲେ କିଏ ନା ଅନ୍ଧମୁନିଙ୍କ ପୁଅ ଶ୍ରବଣ କୁମାର ଆଉ ଯୋଉ ରାମକୁ ନିଜେ ଦଶରଥ ପୁଅ ରାମ ଡାକୁଥିଲେ ଆଜି କୋଉ ରାମ ଆଜି ଆପଣଙ୍କର କଲ୍ୟାଣକାରୀ ହେବେ ଦଶରଥଙ୍କ ଔରସରୁ କୌଶଲ୍ୟାଙ୍କ ଗର୍ଭରୁ ଯୋଉ ରାମ ଜନ୍ମ ହୋଇଥିଲେ ତାଙ୍କ ପୂର୍ବରୁ ରାମ ଥିଲେ ବାବୁ ମୁଁ ବେଶୀ ସମୟ ନଉ ନାହିଁ ଆଜି ସଂସ୍କୃତ ରାମାୟଣ ଆଲୋଚନା ହବ ପଣ୍ଡିତ ଅଛନ୍ତି ନା ଦେଖିବା ଯୋଉଠୁ ଅଧା ରହୁଛି ପଣ୍ଡିତ ଧରୁଛନ୍ତି କି ନାହିଁ ଆମ୍ବ ପଳଟ କରିବ ଏଠି ନାହିଁ ତାହେଲେ କୋଉ ରାମ ଏ ବାବୁ ଗୋଟିଏ ମଣିଷ ମରା ଗୁଣ୍ଡା ନିର୍ଦୟ ତା ହୃଦୟରେ ଦୟା ନାହିଁ ଜଙ୍ଗଲରେ ଲୁଚିକିରି ଥାଏ ଯୋଉମାନେ ଯାଆନ୍ତି ତାଙ୍କୁ ଆଗ କହେ ତୋ ପାଖରେ କଣ ଅଛି ଠକ୍ ଠାକେ ଦେଇଦିଅ ଯଦି ଭାଗ୍ୟ ଭଲ ସେ ଦେଇଦେଲେ ଆଉ ମରିବେନି ଯଦି ଦବାରେ ବିଳମ୍ବ ହେଲା ଟଙ୍କାକୁ ଟଙ୍କା ନବ ଜୀବନ ନବ ତାର ପ୍ରାଦୁର୍ଭାବ ଯେତେବେଳେ ବଢିଲା ନାରଦ ବିଚାର କଲେ କହିଲେ ଶାସ୍ତ୍ର ତ କହିଛି ସାଧୁ ଯେ ମଳୟ ପବନ କାଶକୁ କରନ୍ତି ଚନ୍ଦନ ମୁଁ ୟା ଭିତରୁ ଗୋଟେ କଥା ବୁଝି ପାରୁନାହିଁ ପଣ୍ଡିତଙ୍କୁ ପଚାରିବା ଏରେ ବାବୁ ଚନ୍ଦନ ଗଛରେ ମଳୟ ଲାଗିଲେ ସେ ବାସ୍ନା ବାହାରିବ ନା କାଠରେ ଗଛକୁ ହାଣି ଦେଲା ପରେ କାଠ ନାଇଁ କି ଆଜ୍ଞା ବଞ୍ଚିଥିବା ଅବସ୍ଥାରେ ଆପଣ କହିପାରିବେ କି ଗଛର ଗଛ କହିବେ ନା କାଠ କହିବେ ଗଛ କହିବେ ଆଚ୍ଛା ଗଛରେ ତ ପବନ ଲାଗିଲେ ମଳୟ ପବନ ସେ ଚନ୍ଦନ ହବ ନା ଏଠି କେମିତି ଜଗନ୍ନାଥ ଦାସ ଲେଖିଲେ ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ ଗୋଟିଏ ଗୋଟିଏ ଲୋକଙ୍କୁ କିଛି ଜଣା ନଥିବ ସେ ଯେମିତି କଥା କହୁଥିବେ ସବୁବେଳେ ସ୍ୱର୍ଗରୁ ତୋଳିଥିବେ ତୁ ସେଇଥିରୁ ଗୋଟେ ଗୋଟେ ଲୋକ ଥିବେ ଗାଁରେ ନିଶା ପାଉଥିବ ପଛରେ ଯାଇ ବସିଥିବେ କିଛି କହିବେନି ଯେମିତି ନିଶାପ ସରିବ ତା ପରଦିନ ସ୍ତ୍ରୀ ଲୋକଙ୍କ ପାଖକୁ ପଳେଇବେ ସେ ଆ ହେଇଥାନ୍ତା ପା ହେଇଥାନ୍ତା କାହିଁ ତୁ ସେଠି ବସିଛୁ କଣ କହିଲୁ ନାହିଁ
5 ଜଣଙ୍କ ପାଖରେ ପାଟି ପିଟିବନି ଇଏ ସେଇଥିରୁ ଗୋଟିଏ ତୁ ଧାଡ଼ିଏ ଲେଖିପାରିବୁନି ଜଗନ୍ନାଥ ଦାସଙ୍କୁ ସମାଲୋଚନା କରୁଛୁ ଯେମିତି ଧରିକିରି ଚାହା ପିଉଛୁ ସତି ଗୋଟେ ଜମିଦାର ମୋ କହିବାର ତାତ୍ପର୍ଯ୍ୟ ଗଛରେ ମଳୟ ପବନ ଲାଗିଲେ ଚନ୍ଦନ ହେବ ଏଠି କାଠ କଥା କାହିଁକି ଦାସେ ଲେଖିଲେ ବାବୁ କାଠରେ ଯେମିତି ଜୀବନ ନଥାଏ ଯୋଉମାନେ ଅଜ୍ଞାନୀ ଅତ୍ୟାଚାରୀ ଅନ୍ୟାୟୀ ସେ ବଞ୍ଚିକିରି ମରିବା ସହିତ ସମାନ ତେଣୁ ମୋ କହିବାର ତାତ୍ପର୍ଯ୍ୟ ଆମେ ଏମିତି କାମ କରିବା ମରିଗଲା ପରେ ବି ଲୋକ ଝୁରିବେ କହିବେ ଆରେ ସେ ଲୋକଟା ବଞ୍ଚିଥିଲା ଆଉ କିଛି ଦିନ ଇଏ ଆମ ଗାଁର ହଉ ଆମ ବ୍ଲକର ହଉ ଆଉ ଓଡ଼ିଶା ମାଟିର ମଙ୍ଗଳ କରିଥାନ୍ତା ଏମିତି ଲୋକ ଅଛନ୍ତି ବଞ୍ଚିଥିଲା ବେଳେ ବି ଲୋକ କହନ୍ତି ଏଇଟା ମରୁନାହିଁ କାଠ ସହିତ ତାଙ୍କ ଜୀବନ ସମାନ ତେଣୁ ସେ ସେଇଠି କହିଲେ ଯୋଉ ଲୋକ ସାମାଜିକ ସ୍ଥିତି ଭୁଲିଯାଏ ଅନ୍ୟାୟ ଅତ୍ୟାଚାରର ଶେଷ ସୀମାରେ ପହଞ୍ଚେ ସାଧୁ ସଙ୍ଗ ରୂପକ ମଳୟ ପବନର ସ୍ପର୍ଶରେ ସେ ପରିବର୍ତ୍ତନ ହବା କଥା ଯଦି ଶାସ୍ତ୍ର ଲେଖିଛି ଇଏ ମଣିଷ ମରା ଗୁଣ୍ଡାର ଉପଦ୍ରବ ତ ଆଗକୁ ବଢିଲେ ଆଉ ଇଏ ଲୋକକୁ କ୍ଷୟ କରେଇଦବ ନାହିଁ ଯଦି ସାଧୁ ସଙ୍ଗ ଠିକ ମୁଁ ତ ଜଣେ ସାଧୁ ମୁଁ ଯାଉଛି ଯିବି ସେ ମଣିଷ ମରା ଗୁଣ୍ଡା ପାଖକୁ ଟିକେ ବିଚାର କରନ୍ତୁ ସାଧୁ ସଙ୍ଗତି କେତେ ଦୁର୍ଦାନ୍ତ ଆସାମୀକି ପରିବର୍ତ୍ତନ କରିଦେଇଛି ଇଏ ମଣିଷ ମରା ଗୁଣ୍ଡା ଦସ୍ୟୁ ରତ୍ନାକର ପାଖରେ ପହଞ୍ଚିଲେ ନାରଦ ନାରଦଙ୍କୁ ଦେଖିକି ଗୋଟିଏ ପଦ ଗାଇବି ନାରଦ ଭଗବାନଙ୍କ ନାମ ଗାଇ ଗାଇ ଯାଉଛନ୍ତି ଆଜି ବିଦାୟ ରଜନୀ ପୁଅ ଭକ୍ତ କବି ଜୟଦେବ ପବିତ୍ର ଗୀତ ଗୋବିନ୍ଦ ଯୋଉ ସ୍ୱର ଭାରତକୁ ସ୍ୱାଧୀନ କଲା ସାବରମତୀ ଆଶ୍ରମ ଜାତିର ପିତା ଜାତିର ଜନକ ମହାତ୍ମା ଗାନ୍ଧୀ ସେଇ ସ୍ୱର ପକାଉଥିଲେ ମୁଁ ସେଇ ସ୍ୱର ପକାଉଛି ଖୋର୍ଦ୍ଧା ଜିଲ୍ଲାର ଗୌରବ ଆପଣ ମାନଙ୍କର ଭକ୍ତ କବି ଜୟଦେବ କହିଲା ଇଏ ମଣିମୟ ମକର ନାରଦ ଯାଉଛନ୍ତି ଯଦି ସାଧୁ ସଙ୍ଗ ଠିକ ତାହେଲେ ଦେଖିବା ସାଧୁ ସଙ୍ଗର ପ୍ରଭାବଟା ଇଏ ଦୁର୍ଦାନ୍ତ ଆସାମୀକି ପରିବର୍ତ୍ତନ କରିପାରୁଛି କି ନା କହିଲା ମଣିମୟ ମକର ମନୋହର କୁଣ୍ଡଳ ମଣ୍ଡିତ ଗଣ୍ଡ ମୁଦାରମ୍ মণিময় মকর মনোহর কুণ্ডল মণ্ডিত মুদারম মণিময় মকর মনোহর কুণ্ডল পীত বসন মানু গত মুনি মানুষ विश्व चिंतामणि नाम गाई गाई नारद पहुंचले से जंगल रे मनीष मरा गुंडा दौड़ी आईला अरे बापा मु बाबाजी लोक से कौन धरी बाबाजी कहले मु छाड़ी देबी से झुलारी कोन आरो रो मो पाखरे जहा अछि मु सबु तते देबी किंतु गोटी कथा कथा कोन केते दिन हला ये वृत्ति कलुनी तू बापा दरबाह विधि 4 मास थिला ये जो वृत्ति करूचु मनीष मारुचु धन लुटुचु ये पाप करूचु ना नहीं हां ये पाप तू जो अर्थ रोजगार करूचु मनीष मारी चोरी करी ये अर्थ रे किए किए चलुच मो स्त्री तो बापा माँ
ସେମାନେ କଣ ତୋ ପାପରେ ଭାଗି ହଉଛନ୍ତି ହଁ ହେବେ ନା ଆଉ। ନା ଥରେ ଯାଇ ବୁଝିଆ କଣ ବୁଝିଆଛି? ବୁଝିଆ ମୁଁ ଏଇଠି ଅଛି ବୁଝିଆ ଯଦି ସେ ପାପରେ ଭାଗି ହେବେ ତାହେଲେ ସବୁତକ ନେଇଯିବ। ଆରେ ବାହ ଏଇ ତ ଚାଲାଖିଆ ମୁଁ ଆଉ ଜାଣିପାରୁନି କିଛି ଆଉ। ମୁଁ ପଳେଇଲେ ଘରକୁ ବୁଝିବାକୁ ମୁଁ ଆସିଲା ବେଳକୁ ତମେ ଖସିକି ଯାଇଥିବ। ନାରଦ କହିଲେ ବାପା ତୋର ମୋ ଉପରେ ବିଶ୍ୱାସ ନାହିଁ ତ ଗୋଟେ ପଦ ଗାଉଛି। ଦେବର୍ଷି କହିଲେ କହିଲେ ଏ ବଲରି ତନ୍ତୁ ଆଣି ନଗ୍ର ଦେବା ଆଉ ଏ ବଲରି ତନ୍ତୁ ଆଣି ନଗ୍ର ଦେବା ଏ ପରିବାରେ ପଛରେ পাপে কে মন্দিরে পাপে কে বল্লরি কইলে লতা পারিবাবু টিকে শুনুতা নগ্রদ কহিলে গছ নারদ কহিলে যদি মোর তো উপরে বিশ্বাস নাই তু মতে গোটে লতারে শক্ত লতারে এ গছরে বাঁধি দি প্রকৃত কথা সে দস্যু রত্নাকর বাঁধি দেই দেবর্ষি নারদଙ୍କୁ ঘরକୁ গলা ক্ষিপ্র বেগর ঘরକୁ গলা যেতବେଳେ স্ত্রী আসি পৌঁছিগলা ସୁବୁତି କଣ ହେଲା ଏଇ ଯୋଉ ଟଙ୍କା ରୋଜଗାର ଆଜି କଣ ବେଳାବେଳି ପଳେଇ ଆଇଲ ଆଉ କଣ ଜଙ୍ଗଲରେ ରହିଥାନ୍ତି? କଣ ଆଣିଛ ଦିଅ ଆଣିବି ବୁଝିକି ଗଲେ ଆଣିବି। କଣ ବୁଝିବ ତୁ ହଉ ମୋ ସ୍ତ୍ରୀ ମୁଁ ତୋ ସ୍ୱାମୀ। ହଁ ଏଇ ଯୋଉ ମଣିଷ ମାରିକି ପାପ କରୁଛୁ ସେ ଧନରେ ସମସ୍ତେ ଚଳୁଛ ସେ ପାପରେ ତେବେ ଭାଗି ହବ କି ନାଇଁ କହ? ଯୌବନେ ରକ୍ଷତି ଭର୍ତ୍ତା ମତେ ଦୟା କରିକି ଓଡିଆରେ କହ। ପିଲାଦିନେ ମୋ ବାପା ମୋ ଦାୟିତ୍ୱ ନେଇଥିଲେ ହଁ ଯେତେବେଳେ ମୁଁ ତୁମକୁ ବିବାହ କଲି ମୋ ଦାୟିତ୍ୱ କିଏ ନେବ? କିଏ ନେବ? ଆପଣ ନେବେ। ହଁ ମୁଁ ନଉଛି। ଆପଣ ଚୋରି କରନ୍ତୁ ଡକାୟତ କରନ୍ତୁ ମୁଁ ଆପଣଙ୍କର ସ୍ତ୍ରୀ ଆପଣଙ୍କ ଉପରେ ମୁଁ ନିର୍ଭରଶୀଳ ଆପଣ ମତେ ବଞ୍ଚେଇ ମୁଁ ପାପରେ କାହିଁ ଭାଗି ନବୁ ନାଇଁ ର ବାପା ପାଖକୁ ଗଲା ବାପା କହିଲେ ଧନରେ ତୁ ପିଲାଟିଏ ହେଲା ବେଳେ ମୁଁ ମୋ ଯୋଉ କର୍ତ୍ତବ୍ୟରେ ତୋତେ ବଞ୍ଚେଇଥିଲି ତୁ ବଡ ହେଲୁ ଏଣିକି ମୋ ଦାୟିତ୍ୱ ତୁ ନବୁ ତୁ ଚୋରି କର ମଣିଷ ମାର ସେ ପାପରେ ମୁଁ ଭାଗି ହେବି ଦେଖନ୍ତୁ ସାର୍ ସେଇଠି ବିତୃଷ୍ଣା ଆସିଲା ସଂସାର ବେଳେ ବେଳେ ଆପଣଙ୍କର ବି ସଂସାର ପ୍ରତି ବିତୃଷ୍ଣା ଆସିବ ଯେତେବେଳେ ପୁଅକୁ ଏତେ ପାଠ ପଢେଇ ମଣିଷ କରିଥିବେ ଯଦି ପଦେ କହିଦବ ତୁମେ ମୋର କଣ କରିଥିଲ କି ସରିଗଲା ସେଇଠି ମରିଯିବାକୁ ଇଚ୍ଛା ହବ। ଆଜି ବିଚାର କଲା ଦସ୍ୟୁ ରତ୍ନାକର ମଣିଷ ମାରି ପାପ ଅର୍ଜନ କରି ମୋ ପରିବାର ଲୋକଙ୍କୁ ଖୁସିରେ ରଖିଲି ଆଜି ମୋ ପାପରେ ଇଏ ଭାଗି ହେବେନି ଇରେ ନାରଦଙ୍କୁ ବାନ୍ଧିଛି କଣ ସିଧା ଆଇଲା ଲମ୍ବ ହେଇ ନାରଦଙ୍କ ପାଦ ତଳେ ପଡିଲା हे पुओ तू एमती कहीं होचु तू परा मते बाड़ेबू मारिबू मारे खाई ଆଉ ମାରିବି ନାହିଁ। कौन पही ଆପଣ ଯାହା କହିଥିଲେ ସବୁ ଯାଇକି ପଚାରି ରହମାକୁ ଫିଟେଇ ଦେଇ ଆସ ସ୍ତ୍ରୀକି ପଚାରିଲି ବାପାଙ୍କୁ ପଚାରିଲି ମାଙ୍କୁ ପଚାରିଲି ସେଇଠି କହିला दस्यु रत्नाकर गोटिए पद मुकुट विहीन गायक सम्राट वैष्णव प्रधान लिखिले प्रधान परी गायक मिलवा विरल आज्ञा लक्ष्मीधर राउत गुरु से एकादश पास करते एमती हाथ बाड़े देवे कहे जदि रीतिजुग साहित्य किए त्रुटि बाछी देवे यू पाला छाड़द गोटाए पंजाबी ना दीटा पंजाबी ना गोटे पद लिखिले कहूची दस्यु रत्नाकर देवर्षि नारद कहला ये मिछ माया संसार
প্রিয়ে ভ্রান্ত জীব কেউ সুখ কথা প্রিয়ে ধরিব বিশ্বরে ଅଛି মজিরে সরে ଅଛି মজিরে প্রপঞ্চময় জীব প্রপঞ্চরে মিশিব প্রপঞ্চরে মিশিব প্রপঞ্চময় জীব প্রপঞ্চরে মিশিব প্রপঞ্চরে মিশিব শূন্য পথে শূন্য অঙ্গে শূন্য গতি দেখিব শূন্য পথে শূন্য অঙ্গে শূন্য গতি দেখিব ଆଉ ସେହି ବେଳେ ଜ୍ଞାନ ହେବ ଉଦୟ ସେହି ବେଳେ জ্ঞাନ ହେବ ଉଦୟ ସେହି ବେଳେ ଜ୍ଞାନ ହେବ ଉଦୟ ସେହି ବେଳେ ଜ୍ଞାନ ହେବ ଉଦୟ ସେହି ବେଳେ ଜ୍ଞାନ ହେବ ଉଦୟ ଆରେ ସେହି ବେଳେ ଜ୍ଞାନ ହେବ ଉଦୟ ପୂଜା କରୁଥିବେ ଗୌରାଙ୍ଗରେ ସେହି ବେଳେ ଜ୍ଞାନ ହେବ ଉଦୟ 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 ଦୟା କରୁଥିବେ ସେହି ବେଳେ ଜ୍ଞାନ ଆସିଗଲା ସଂସାର ପ୍ରତି ବିତୃଷ୍ଣା ଇଏ ହିଟି କଣ ନୂଆ କଥା ହଉଛି ନା କଣ ତୁ ଗୋଟେ ଅତି ଅବୁର୍ଜିଆ କଥାବାର୍ତ୍ତା କରୁଛୁ ତତେ ମୁଁ ବାରମ୍ବାର କାଲି ହାତ ଯୋଡିକିରି କହିଲୁ ତୁ ତାଙ୍କ ବସା ଘରକୁ ଯିବୁନି ପୁଣି ଆଜି ଦିନ ଯାକ ସେଇଠି ପଶିଛି ତୁ କୋଉ ଧାତୁରେ ତିଆରି ମୁଁ କିଛି ବୁଝିପାରୁନି ସେ ପାଢୀ ବାବୁ କାଲି ଶୋଇ ପଡିଥିଲେ ଇଏ ଯାଇ ତାଙ୍କୁ କହୁଛି ଆପଣଙ୍କ ଇଜ୍ଜତ সোনা ଭାଇନା ରଖିଲି ଆମ ସାରେ ଇରେ ତୁ କାହା ପାଖରେ ଅଛୁ ତୁ ପୁରା ମୋ ପାଖରେ ଅଛୁ ପଇସା ନେଇ ଚଳୁଛୁ ଗାମୁଛା ଖଣ୍ଡରେ କଣ ମୂଲ୍ୟ ଅଛି ପଇସା ନବୁ ନାଇଁ ଲମ୍ବା ହେଇ ପଡିଗଲା କହିଲା ବାବାଜୀ ମୁଁ ମୁକ୍ତି ପାଇବି ଏତେ ପାପ ଅର୍ଜନ କରି ମୋ ସ୍ତ୍ରୀ କହୁଛି ବାପର ଲାଗି ହବନି ମୋ ବାପା କହୁଛି ଭାଗି ହବନି ସତ ଦେଇକି ମୋ ଜୀବନ ମୁଁ ବହୁ ଜୀବନ ନେଇଛି କେତେ କଣ ଶିଶୁକୁ ମାରି ଦେଇଛି କେତେ ସ୍ୱାମୀ ପାଖରୁ ସ୍ତ୍ରୀ କି ଅଲଗା କରିଛି ମତେ ଉପାୟ ବତାନ୍ତୁ ମୁଁ କେମିତି ମୁକ୍ତି ପାଇବି ମୁଁ ମହାପାପୀ ଯୋଉ ମଣିଷ ମରା ଗୁଣ୍ଡା ନାରଦଙ୍କୁ ହାଣିବା ପାଇଁ ଉଦ୍ୟତ ହଉଥିଲା କାନ୍ଦି କାନ୍ଦି ଲମ୍ବ ହେଇ ପଡିଗଲା ସାଧୁ ସଙ୍ଗର ପ୍ରଭାବ ନାହିଁ ଆପଣ ମାନେ ଯେତେ ଜ୍ଞାନୀ ବସିଛନ୍ତି ଆମଠାରୁ ଶିକ୍ଷିତ ମଉସା ଆମଠାରୁ ଜ୍ଞାନୀ ଆପଣ ମାନେ ବସିଛନ୍ତି କାହିଁକି ମୋ ଠାରୁ କଣ ସୁନ୍ଦର ନାହାନ୍ତି କେବଳ ଆପଣ ମାନେ ବସିଛନ୍ତି ଆପଣ ମାନଙ୍କ ଭିତରେ ସେଇ ବିଶ୍ୱ ଚିନ୍ତାମଣି ଭଗବାନଙ୍କର କଥାକୁ ଆପଣ ଶୁଣିବେ ଭକ୍ତି ଅଛି ଭାବ ଅଛି ଆଧ୍ୟାତ୍ମିକ ତତ୍ତ୍ୱ ଦୃଷ୍ଟିକୋଣ ଧାର୍ମିକ ଆପଣ ପଡିଗଲା ପାଦ ତଳେ ନାରଦ କହିଲେ ର ତୁ କାନ୍ଦ ନା ବ୍ୟସ୍ତ ନା ମୁଁ ମୁକ୍ତି ବାଟ କହୁଛି ତୁ ଭାରି କାନ୍ଦଉ ଯେତେବେଳେ ବିପଦ ପଡେଇ ଗୋଡ ଧରଉ ଯେତେବେଳେ ସମ୍ପଦ ପଡେଇ ତଣ୍ଟି ଧରଉ ପାପର ମାତ୍ରା ବଢି ଯାଇଛି ବସ୍ ସେଇଠି ଚେକା ପକେଇ ବସ ମୁଁ ଦିଟି ଅକ୍ଷର ଗୋଟିଏ ଶବ୍ଦ କହିବି ଯଦି କହିପାରିବୁ ତତେ ତ ଦେଖିଲା ବେଳେ ମତେ ହସ ମାରୁଛି ମୁଁ କହିବି କଣ ତାହେଲେ ତୁ ମୁକ୍ତି ପାଇବୁ ନାରଦ କହିଲେ ରଚନା କର ଇଏ ରଚନା କର କଶ୍ୟପ ଋଷିଙ୍କ ବଂଶଧର ଇଏ ମଣିଷ ମରା ଗୁଣ୍ଡା ନଥିଲା ଇଏ କୁସଙ୍ଗୀରେ ପଡିକିରି ମଣିଷ ମରା ଗୁଣ୍ଡା ହେଇଛି
ଇଏ ଋଷି ବଂଶ କହିଲୁ ରା ମ କାହିଁକି ମୋରା କହିଲା ନା ମଣିଷ ମାରି ମାରି ଆର ଅଭ୍ୟାସ ଯୋଉମାନେ ଗଞ୍ଜେଇ ଟାଣୁଥିବେ ସେ ଜାଣିଛନ୍ତି କୋଉଠି ଥାକ ନୃସିଂହ ହୋତା ମୋ ସାଙ୍ଗରେ ମାଛ ଗାଁ ଗଲା ମାଛ ଗାଁରେ କୋଉଠି ମଦ ବିକ୍ରି ହଉଛି ସେ ଦେଖିଛି ମୁଁ ଜାଣିନି ମତେ କହିଲା ପଇସା ଦେଲୁ ମୁଁ କହିଲି କଣ ନା ଟିକେ ନବା ମୁଁ କହିଲି ମୁଁ ତ କାହିଁ ଦେଖିନି ନା ସେଇ କନ୍ଦିରେ ବିକ୍ରି ହଉଛି ଇଏ ତ ମଣିଷ ମାରି ମାରି ଅଭ୍ୟାସ ଇଏ କୋଉଠୁ ରାମ କହିବ ଇଏ କହିଲା ମୋରା ନାରଦ କହିଲେ ହଉ ଏଇଥିରୁ ସୂତ୍ର ବାହାର କରିବା ଯିଏ ଯୋଗ୍ୟ ଶିକ୍ଷକ ଆଜି ସାର୍ ଜଣେ ଯାଇ ବସିଥିଲା ଆମ ପାଖରେ ସେ ସିନା ଓଡ଼ିଆ ଟିଚର କିନ୍ତୁ କୀର୍ତ୍ତନ ଉପରେ ତାଙ୍କର ବହୁତ ଦଖଲ ଅଛି ଗୋସେଇ ଗୋସେଇ ଡାକୁଛନ୍ତି ହସୁଛନ୍ତି ସେ ସ୍ୱାସ୍ଥ୍ୟ ସେମିତି ଅଛି ମୁଁ ବି ଡାକୁଛି ଭଗବାନ ତାଙ୍କର କଲ୍ୟାଣ କରନ୍ତୁ ଇଏ ଯୋଉ ପିଲା କୋଉ ସୂତ୍ରରେ ପାଠ ପଢିବ ଯିଏ ସ୍ତ୍ରୀ କି ଯୋଗ୍ୟ ଶିକ୍ଷକ ସେ ଜାଣିଛନ୍ତି ନାରଦ କହିଲେ ବାପା କଣ କହିଲୁ ସେଇଆକୁ ବାରମ୍ବାର କହିଲୁ ଦେଖି କହିଲା ମୋରା 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 କହୁ କହୁ ଆଜ୍ଞା ରାମ ରାମ ହୋଇଗଲା ରାମ ନାମରେ କେତେ ମହାତ୍ମ୍ୟ ଏ ବାଲ୍ମୀକି ଋଷି ହୋଇଲା ଏତେ କଥା କାହିଁକି କହିବୁ ନା ସେଦିନ ରାମ ରାମ ମୋରା ମୋରା କହିକି ରାମ ରାମ ହବାରୁ ଯିଏ ଦଶରତ୍ନାକରୁ ବାଲ୍ମୀକି ହେଲା ସେ କୋଉ ରାମକୁ ଡାକୁଥିଲା ଦଶରଥ ଘରେ ରାମ ସେତେବେଳୁ ଜନ୍ମ ହେଇନାହାନ୍ତି ପରଶୁରାମ ବି ଜନ୍ମ ହେଇନାହାନ୍ତି ଯମଦଗ୍ନି କୌରସରୁ ରେଣୁକା ଗର୍ଭରୁ ଇଏ କୋଉ ରାମ ଭଜୁଥିଲା ଖାଲି ସେତିକି ନୁହଁ ଯୋଉଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଦଶରଥ ନନ୍ଦନ ରାବଣକୁ ବଦ୍ଧ କରି ବୈକୁଣ୍ଠକୁ ଯାଆନ୍ତି ଦେବତା ମାନେ କହିଲେ ଠିଆ ହୁଅ କୁଆଡେ ଆପଣ ଯାଉଛନ୍ତି କଣ ଲେଖା ହେଇଛି ପଢି ପାରୁନାହାନ୍ତି କଣ ଲେଖା ହେଇଛି ଲେଖା ହେଇଛି ଭିତରେ ପ୍ରସବ ନିଷେଧ ଭିତରେ କଣ ନିଷେଧ ପ୍ରସବ ନିଷେଧ ଭିତରେ ପ୍ରସବ ନିଷେଧ ରାମ କଣ ଜାଣିଥିଲେ ପ୍ରସବ କରିବାକୁ ସେଟା ପ୍ରବେଶ କହୁନୁ ହଁ ଯାଇପାରିବନି ଭିତରକୁ ରାମ କହିଲେ କଣ ପାଇଁ ମୁଁ ବୈକୁଣ୍ଠ ଯାଇପାରିବିନି ତମେ ପାପୀ ଦେବତା ମାନେ କହିଲେ ଠିଆ ହୁଅନ୍ତୁ ଠାକୁରେ ଆପଣ ବୈକୁଣ୍ଠପୁରକୁ ଯାଇପାରିବେନି ରାମ କହିଲେ ତୁମ ମାନଙ୍କ ଉପରେ ରାବଣର ପ୍ରଭାବ ପଡିଲା ତୁମେ ମାନେ କ୍ଷୀର ସମୁଦ୍ର ନିକଟରେ ଧ୍ୟାନ କରିବାରୁ ଏଇ ବସ ଦେଖିନୁ ବସ କଣ ଦେଖୁଛୁ ଚୁପ୍ କାଲି କେତେବେଳେ ଆସିବ ସିଏ ଯୋଉ ରାମ କହିଲେ ମୁଁ ତୁମ ଉପକାର ପାଇଁ ନିରାକାରରୁ ନରାକାର ହେଲି କୌଶଲ୍ୟାଙ୍କ ଗର୍ଭରେ ଜନ୍ମ ନେଲି ରାବଣକୁ ମାରିଲି ତୁମେ କଣ କହୁଛ ମତେ ସ୍ଥାନ ଦବନି ସେଇ କଥା ହେଇଥିଲା କଳି ଯୁଗରେ ଆସିଲା ତୋକେ ଖା ଗଜପତି ରାଜା ରାମଚନ୍ଦ୍ର ଦେବ କହିଲା ରାଜା ଏଇ ଶ୍ରୀକ୍ଷେତ୍ର ଧାମରେ ତୁ ଯଦି ମୋ ଭଉଣୀ କି ବାହା ହବୁ ତାହେଲେ ତ ଜଗନ୍ନାଥକୁ ରଖିବି ନହେଲେ ସମୁଦ୍ରକୁ ଫିଙ୍ଗିଦେବି ରାଜା ନା ଚା ମୁକ୍ତି ମଣ୍ଡପର ପଣ୍ଡିତଙ୍କ ପରାମର୍ଶ ନେଲେ କହିଲେ ମୁଁ କଣ ମୁସଲମାନ ଝିଅକୁ ବାହା ହେବି ମୁଁ ରାଜା ଗଜପତି ରାଜା ମୁଁ କଣ ମୁସଲମାନ ହେବି ମୁକ୍ତି ମଣ୍ଡପର ପଣ୍ଡିତ ମାନେ କହିଲେ ଉପାୟ ଶୂନ୍ୟ ଓଡିଶା ଦୁର୍ବଳ ତୁମେ ମୁସଲମାନ କନ୍ୟାକୁ ବାହା ହୁଅ ବେଗମକୁ ବାହା ହେଲେ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଗଜପତି ରାଜା ରାମଚନ୍ଦ୍ର ଦେବ ବାହା ହେଲେ ମୁସଲମାନ କନ୍ୟାକୁ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଆନ୍ତି ସେତେବେଳେ ସବୁଦିନେ ଠାକୁର ରାଜା ଦର୍ଶନ କରିବାକୁ ଯାଆନ୍ତି ଜଗନ୍ନାଥଙ୍କୁ ଠାକୁର ରାଜା ଦର୍ଶନ ନ କଲେ ଅନ୍ନ ଜଳ ସ୍ପର୍ଶ କରିବେନି ଇଏ ପଣ୍ଡା ପଢିଆରୀ ମାନେ କହିଲେ ରହିଯାଅ ତୁମେ ପ୍ରବେଶ କରିପାରିବନି ତୁମେ ମୁସଲମାନ ଝିଅକୁ ବାହା ହେଇଛ ରାଜା ଗଜପତି ରାମଚନ୍ଦ୍ର ଦେବ କାନ୍ଦିଲେ କହିଲେ ମୁଁ କଣ ମୋ ଇଚ୍ଛାରେ ମୁସଲମାନ ହେଲି ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ମୁଁ ତକି କାଁ ଭଉଣୀକି ବାହା ହେଲି ଠିକ ସେହିପରି ରାମ ଠାକୁର ଆଜି ସେହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ପଡିଛନ୍ତି ମୁଁ କଣ କରିବି ମୁଁ ଯଦି ପାପ ଅର୍ଜନ କରିଛି ବ୍ରାହ୍ମଣକୁ ମାରି ପ୍ରକୃତରେ ଗୋଟେ ବ୍ରାହ୍ମଣକୁ ମାରିଲେ କେତେ ପାପ
ମଉସା ବ୍ରାହ୍ମଣକୁ ମାରିଲେ କେତେ ପାପ? ବହି ହଉଛି ସଂସ୍କୃତ ମହାଭାରତ, କବି ହେଲେ ବ୍ୟାସ। କହିଲା ବ୍ରହ୍ମବଧ ଏକ ଗୋ ବଧେ ନମ ଶିଶୁବଧ ଶୀର୍ଷେ ତୁ କୁଳ ହତକା। ହଜାରଟା ବ୍ରାହ୍ମଣକୁ ମାରିଲେ ଯେତିକି ପାପ, ସାର୍ ମାନେ ଶୁଣନ୍ତୁ, ଗୋଟିଏ ଗାଈକି ମାରିଲେ ସେତିକି ପାପ। ଏବେ ଯଦି ଜର୍ସି ଗାଈ ଅଣ୍ଡିରା ବାଛୁରୀ ପକେଇଲା ତା ବେଳା କରାନ୍ତି। ସେ ଖାଲି ତା ମା ପହ୍ନା ପାଖକୁ ମୁହଁ ନଉ ନଉ ତାକୁ ଟାଣି ଆଣିବେ। ସେ ଏଠି ଏନ୍ତି ଏନ୍ତି ଚାଲିବ, ତାପରେ ଘୁଷୁରିବ, ତାପରେ ଦୁଲୁକିନି ମାସେ ଯାଇନି ମରିଯିବ। ତାକୁ ପଚାରିବେ ରେ ବାବୁ ତୋ ଜର୍ସି ବାଛୁରୀ କାହିଁ ମଲା? ନା କଲିଜା କୁରୁମି। ମାଇ ବାଛୁରୀର କଲିଜା କୁରୁମି ହଉନି। ଜର୍ସି ବାଛୁରୀ ଅଣ୍ଡିରା ବାଛୁରୀ କି ଯିଏ ନବ ସିଏ 200 ଟଙ୍କା ତାକୁ ଆମକୁ ଦବାକୁ ପଡିବ। ଗୋଟିଏ ଲେଖା କୁକୁର ଦାମ 40,000। ତୋର ତ ଖଟ ନଥିଲା, ଏବେ ଆଇଲୁ ତୁ ଭାରି ଆଣ। ସେ କୁକୁରକୁ ଆମେ ବେଡ ଉପରେ ଶୁଆଇକିରି ତାକୁ ଆଉଁଶୁଛେ, ଆଉ କୁକୁର ଘୁଅରେ ନିପିକିରି ପୂଜା କରୁନା, କୁକୁରକୁ ଦୁଇଁକିରି ପଞ୍ଚାମୃତ କରୁନା। ହଜାରେ ବ୍ରାହ୍ମଣରେ ଯେତିକି ମୂଲ୍ୟ, ଗୋଟିଏ ଗାଈରେ ସେତିକି ମୂଲ୍ୟ। ଗାଈ ନଥିଲେ ପୁଅ ଯଜ୍ଞ କର୍ମ ହେଇପାରିବ? ପ୍ରଥମେ ଗାଈ ନଥିଲେ, ଗୋମୟ ନଥିଲେ ଆପଣ ମାନଙ୍କର ହୋମ କରିବେ, ଆପଣ କୁଶାଣ୍ଡି କର୍ମ କରିବେ। ଗୋମୟନ କୁଶତ୍ରୟଣ ଇଏ କୋଉଠୁ ଆସିବ? ଛାଡୁକୁ ଯିବି ନାହିଁ। ହଜାରେ ବ୍ରାହ୍ମଣ ମାରିଲେ ଯେତିକି ପାପ, ଗୋଟେ ଗାଈକି ମାରିଲେ, ଗୋଟେ ଶିଶୁକୁ ମାରିଲେ। ତୁମେ ବ୍ରାହ୍ମଣ ରାବଣକୁ ମାରିଛ, ତୁମେ ପାପୀ ବୈକୁଣ୍ଠକୁ ଯାଇପାରିବ ନା। ଭଗବାନ ରାମ ଦୁଃଖ ମନରେ ଫେରୁଛନ୍ତି। ଏ ବାପା, ସେତିକି ବେଳେ ଦେବର୍ଷି ନାରଦ ପହଞ୍ଚି ଗଲେ। ରାମ ବୈକୁଣ୍ଠରୁ ଦୁଃଖ ମନରେ ଫେରୁଛନ୍ତି। ଆଜି ଆପଣ ଶୁଣିବେ କୋଉ ରାମ ଆପଣଙ୍କୁ ଆଶୀର୍ବାଦ କରିବେ। ରାମ ଠାକୁରଙ୍କୁ ଦେଖି ନାରଦ କହିଲେ, କହିଲେ ପ୍ରଭୁ କଣ ବୈକୁଣ୍ଠକୁ ଯାଉଥିଲେ, କୁଆଡେ ଯାଉଛନ୍ତି? ସେ କଥା କାହିଁ କହୁଛନ୍ତି ଦେବର୍ଷି? କଣ ହେଇଛି? ବୈକୁଣ୍ଠପୁରରେ ଦେବତା ମାନେ ମତେ ସ୍ଥାନ ଦେଲେନି। କାହିଁକି? ମୁଁ କୋଉଠି ପାପୀ ରାବଣକୁ ବଧ କରିବାକୁ। ହଁ ହଁ, ଆପଣ ପାପ କରିଛନ୍ତି, ଦେବର୍ଷି ବ୍ରାହ୍ମଣକୁ ଆପଣ ମାରିଛନ୍ତି। ଏ ବାପା, ନାରଦ କଣ କହିଲେ? କହିଲେ ଆପଣ ଯଦି ପାପ କରିଛନ୍ତି, ବ୍ରାହ୍ମଣକୁ ମାରିଛନ୍ତି, ଗୋଟିଏ କାମ କଲେ ପାପରୁ ଆପଣ ମୁକ୍ତି ହେବେ। ସେ କାମ କଣ ଦେବର୍ଷି? ପାପକୁ ପ୍ରାୟଶ୍ଚିତ। କଣ କାମ କହିବି? ରାମ ନାମ କର ଭଜନଙ୍ଗୁ, ଅଘ ଜୀବ ପଳାଇ ସେ ଜୀବ ପଳାଇ। ଆଶ୍ଚର୍ଯ୍ୟ ହୋଇଲେ ରାଘବ ମୁହି ରାମ କରି। ଆଶ୍ଚର୍ଯ୍ୟ ହୋଇଲେ ଧୀରେ ଧୀରେ ବାପା, ସେ ଚା ହେଲେ ବଣ୍ଟା ଟିକେ ହବ ଡିଷ୍ଟର୍ବାନ୍ସ ହେଲେ ଚା ପିଉଥାନ୍ତୁ, ମୋ କଥାକୁ କାନ ଦେଉଥାନ୍ତୁ। ସାରେ ଦେବର୍ଷି ନାରଦ କହିଲେ, କହିଲେ ତୁମେ ରାମ ନାମ ଭଜନ କଲେ ମୁକ୍ତି ପାଇବ। କାହାକୁ କହିଲେ? ଦଶରଥ ପୁଅ ରାମ। ମୁଁ ବର୍ତ୍ତମାନ ସନାତନ ଦାସ, ମୋ ପୁଅର ମୁଁ ପାଲା କରୁଛି ନା ଦେଖିବି? ମତେ ଯଦି କିଏ କହିବ ସନା ଦାସ ତୁ ପାଲା କରିବୁ, ପାଲା ଦେଖିବୁ, ତାହେଲେ ରାମ କହିଲେ ମୁଁ ତ ନିଜେ ରାମ, ମୁଁ ପୁଣି କୋଉ ରାମକୁ ଭଜନ କରିବି? ନାରଦ ସେଇଠି କହିଲେ, କହିଲେ ଠାକୁରେ ଆପଣ ତ୍ରେତୟା ଯୁଗର ରାମ, ସତ୍ୟ ଯୁଗରେ ଥିଲେ ଜଣେ ରାମ, ଦ୍ୱାପର ତ୍ରେତା ଯୁଗରେ ଆପଣ ରାମ, ଦ୍ୱାପର ଯୁଗରେ ଜଣେ ଥିଲେ ରାମ। ଏ କୁନି ପୁଅ ପାଟିକ ନାର, କଳି ଯୁଗରେ ରାମ। ସତ୍ୟ ଯୁଗର ରାମ କିଏ? ତ୍ରେତାରେ କିଏ? ଦ୍ୱାପର କିଏ? ତୁଳସୀଦାସ, ରାମଚରିତ ମାନସ। ତୁଳସୀଦାସ କହିଲେ ଯେ ତିନି ରାମ କିଏ? ନାରଦ ବୁଝଉଛନ୍ତି ରାମ। କହିଲା ଏ ବନ୍ଦ ରାମ ନାମ, ଇଏ ରାମ
को ये हेतु कृषाणु भानु यही मकर को श्री राम जय राम जय जय राम हे राम जय राम जय जय राम বন্দৌ রাম নামর ঘুবর কো রাম জয় জয় রাম বন্দৌ রাম নামর ঘুবর কো রাম জয় জয় রাম আউ হেতু কৃষাণু ভানু হিম কর কো শ্রীরাম জয় রাম নারদ কহিলে কহিলে প্রথম রাম হেলে ইয়ে বিশ্বকু তিন জন ইয়ে বিশ্বকু তিন জন আলোকিত করନ୍ତି ধীরে ধীরে আজ্ঞা অগ্নি সূর্য চন্দ্র অগ্নি বংশরে জন্ম নেলে পরশুরাম যমদগ্নি ঔরসରୁ ରେଣୁକାଙ୍କ ଗର୍ଭରୁ ସେ ହେଲେ ସତ୍ୟ ଯୁଗର ରାମ ନାଇଁ ଆଜ୍ଞା ତ୍ରେତୟାରେ ସୂର୍ଯ୍ୟ ବଂଶରେ ଜନ୍ମ ହେଲେ ଦଶରଥ ନନ୍ଦନ ରାମ ଦ୍ୱାପର ଯୁଗରେ ଜନ୍ମ ହେବେ ନାରଦ କହୁଛନ୍ତି କିଏ ବଳରାମ ଚନ୍ଦ୍ର ବଂଶ କଳି ଯୁଗରେ ଜଣେ ରାମ ଜନ୍ମ ନେବେ ନେଇନାହାନ୍ତି ସେ କିଏ ନା ଜୟଦେବ ଲେଖିବେ ଆଉ କଣ ଭଜନ ବୋଲିକିରି ପାଲା ଗାଇବି ଓ କଲା ମିଳଛନି ବହନି ଧନେ କର ୟସି କରବାର ধুমকে তুমি করাল কেশব দ্রুত কলকি শরীর কেশব দ্রুত কলকি শরীর জয় জগদী সহরে বৌদ্ধ সৌধ মিଳଛକୁ ସଂହାର କରିବା ପାଇଁ କଳା ଘୋଡ଼ା ଧଳା ଘୋଡ଼ାରେ ଦି ଭାଇ ଚଢିକିରି ଯିବେ ତାହେଲେ କଳକି ରାମ କୋଉଠି ଜନ୍ମ ନେବେ ମାଳିକା ସାହିତ୍ୟ ଲେଖିଲେ ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ ଇଏ ସମ୍ବଳେ ବିଷ୍ଣୁ ଯଶା ଘରେ ଜନ୍ମ ହୋଇବେ ସେହିଠାରେ ଏ କୁନି ଝିଅର ପାଟି କନା ସମ୍ବଳ ଗ୍ରାମରେ ବିଷ୍ଣୁ ଯଶାଙ୍କ ଘରେ ଜନ୍ମ ନେବେ କିଏ ସେନା କଳକି ରାମ ତାହେଲେ ପଣ୍ଡିତ ସତ୍ୟ ଯୁଗର ରାମ ହେଲେ ପରଶୁରାମ ତ୍ରେତା ଯୁଗର ରାମ ହେଲେ ଶ୍ରୀରାମ ବା ଦଶରଥ ନନ୍ଦନ ରାମ ଦ୍ୱାପର ଯୁଗରେ ବଳରାମ କଳି ଯୁଗରେ କଳକି ରାମ ଇଏ ଚାରି ଜଣ ରାମ ଯୋଉ ରାମ ଠାରୁ ଆସିଛନ୍ତି ନାରଦ କହିଲେ ସେଇ ରାମକୁ ଡାକିଲେ ତୁମେ ମୁକ୍ତି ପାଇବ সেই রামকু ভজন করিଥିଲେ বাল্মীকি হইଥିଲେ দশরত্নাকর সেই রামকু ভজন কলে আপন রাবণ বদ্ধ পাপর মুক্তি হেবে সেই রামকু ভজন করিবারু শিব সবুবেলে মহাযোগী হইছন সে রাম কিয়ে গোটিয়ে পদ অভিমন্যু সাহিত্য বাপা গোটিয়ে পদ মু আপন মানুষ শুনাউছি অভিমন্যু সাহিত্য সে রাম কিয়ে চা বଙ୍କା হওয়া যায় টিকে গুড়গুড় হব তারপরে হব বাপা গোটে স্বর পকাউছি তু পাଳିଆ কইপারিবু ইয়ে গোটে ফিল্ম স্বর কিন্তু এ স্বর দরকার যদি ধরি পকাই মু জানিবি ঠিক সে আদি অনাদি কারণ निर्गुण सगुण आत्मा राम सनातन ब्रह्म निरूपण हे कृष्ण हे गोविंद कृष्ण हे गोविंद हे
ବ୍ୟକ୍ତ କରବ ତୋରି हे कृष्ण हे गोविंद हे कृष्ण हे गोविंद हे कृष्ण हे गोविंद तो आखी मो आईना तो आखी ପାଲା ଯୋଉଦିନ ନଥାଏ ଇଏ ଭାଉଜକୁ ନେଇ ଫିଲ୍ମ ଦେଖିବାକୁ ଯାଏ। ଆତ୍ମା ରାମ ଯୋଉ ରାମଠୁ ଜଗତ ସୃଷ୍ଟି ସେ ରାମ କିଏ? ବହି ହେଲା କୁମାର ସମ୍ଭବ ମହାକାବ୍ୟ କବି ହେଲେ କାଳିଦାସ। ଇଏ ରାମକୁ ଜନ୍ମ ଦେଇଛନ୍ତି କୌଶଲ୍ୟା ଦଶରଥ। ଇଏ ରାମକୁ ଜନ୍ମ ଦେଇଛନ୍ତି ଇଏ ରାମକୁ ଜନ୍ମ ଦେଇଛନ୍ତି ଏବଂ ବସୁଦେବ। ଇଏ ରାମକୁ ଜନ୍ମ ଦେଇଛନ୍ତି ବିଷ୍ଣୁ ଦଶା ଔରସରୁ। ହେଲେ ଇଏ ଯୋଉ ଆତ୍ମା ରାମକୁ ଜପ କରି ରାମ ମୁକ୍ତି ପାଇଲେ, ମଣିଷ ମରା ଗୁଣ୍ଡା ଦଶୁ ରତ୍ନାକର ବାଲ୍ମୀକି ହେଲେ, ଶିବ ଯାହାକୁ ସଦା ସର୍ବଦା ଜପନ୍ତି ସେ ରାମକୁ କେହି ଜନ୍ମ ଦେଇନାହାନ୍ତି। ସେ ରାମ କିଏ? ବହି କୁମାର ସମ୍ଭବ। ପଣ୍ଡିତ ଟିକେ ଶୁଣ, କହିଲା ଏ ନମ ସ୍ତ୍ରୀ ମୃତ ଏ ତୁଭ୍ୟଂ ପ୍ରାକ ସୃଷ୍ଟି କେବଳ ଆତ୍ମନେ ଗୁଣତ୍ରୟ ବିଭାଗ ପ୍ରସାଦ ଭେଦ ମୁପେଇସେ। ସେ ହେଲେ ଶୂନ୍ୟ ବ୍ରହ୍ମ। ନମ ସ୍ତ୍ରୀ ମୃତ ତୁଭ୍ୟଂ ପ୍ରାକ ସୃଷ୍ଟି। ସୃଷ୍ଟିର ପୂର୍ବରୁ ଗୋଟିଏ ଅରୂପ ବ୍ରହ୍ମ ବିଦ୍ୟମାନ ଥିଲେ। ପରବର୍ତ୍ତୀ ସମୟରେ ସାରେ ତିନୋଟି ଗୁଣ ସୃଷ୍ଟି ହେଲା, ସତ ରଜ ତମ। ହେଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱର। ବ୍ରହ୍ମା ବିଷ୍ଣୁ ମହେଶ୍ୱର ଯୋଉଠୁ ସୃଷ୍ଟି, ସେଇ ହଉଛନ୍ତି ଆତ୍ମାରାମ, ସେଇ ହଉଛନ୍ତି ନିରାକାର, ସେଇ ହଉଛନ୍ତି ନିରଞ୍ଜନ। ତସ୍ୟ କିମ୍ଭୂତ ପୁନର୍ବାର ଆଉ ଗୋଟେ ଶ୍ଲୋକ କହିଲା, ଜଗଜ୍ଜୋନିର ଜ୍ୱଳିତ ଜଗଦନ୍ତ ନିରନ୍ତକ ଇଏ ଜଗଦାଦିର ନା ବିଶ୍ୱ ଜଗଦୀଶ ନିରୀଶ୍ୱର। ବାବୁ ମାନେ ଜ୍ଞାନୀ ମାନେ ଶୁଣ, ଇଏ ଜଗତକୁ ସେ ସୃଷ୍ଟି କରିଛନ୍ତି, ତାଙ୍କୁ ସୃଷ୍ଟି କରିଲେ। ତୁ କାହାଠୁ ସୃଷ୍ଟି? ତୋ ବାପା ମା, ତାଙ୍କ ବାପା ମା, ଏମିତି ରାତି ସାରା ଚାଲିବ। କିନ୍ତୁ ସମସ୍ତଙ୍କୁ ସେ ସୃଷ୍ଟି କରିଛନ୍ତି, ତାଙ୍କୁ କେହି ସୃଷ୍ଟି କରିନାହାନ୍ତି। ଆମେ ମାନେ ସୃଷ୍ଟି ହେଇଛେ, ଆମର ସ୍ଥିତି ଅଛି, ବିଲୟ ଅଛି। ତାଙ୍କର ବିଲୟ ନାହିଁ, ମରଣ ନାହିଁ। ସେ କିଏ ନା ଜଗଜ୍ଜୋନି, ସେ ସମସ୍ତଙ୍କର ମା। ସମସ୍ତେ ତାଙ୍କର କେଉଁ ସୃଷ୍ଟି, ଅନାଦି ମଣ୍ଡଳରୁ ସର୍ବସଂସଦ। ସେଇ ହେଲା ଆତ୍ମା ରାମ। ରାମ ଇଏ ମ ଦିଟା ଅକ୍ଷର ତାତ୍ପର୍ଯ୍ୟ କଣ ନା ଶୁଣନ୍ତୁ ସାର୍ ମାନ। ଏଇଥିପାଇଁ ମଣିଷ ମରା ଗୁଣ୍ଡା ହେଲେ ବାଲ୍ମୀକି ନା ରା ଶବ୍ଦ ଉଚ୍ଚାରଣ ମାତ୍ରେ, ରା ଶବ୍ଦ ଚାରଣ ମାତ୍ରେ ବହିର୍ ନିର୍ଯାତ ପାତକ। ରାମ ଦୁଇଟି ଅକ୍ଷର। ଆଗ ରା କହିଲେ ପାଟି ଖୋଲିଯିବ। କହିଲୁ ରା, କାହିଁ ପାଟି ଖୋଲିଗଲା ନା ରା ଉଚ୍ଚାରଣ କଲେ ତୋ ଶରୀରରେ ଯେତେ ପାପ ଅଛି ସବୁ ବହିର୍ ଜଗତକୁ ଆସିଗଲା। କାଳେ ସେଇ ପାପରୁ କିଛିଟା ତୋ ଦେହରେ ପ୍ରବେଶ କରିବ ବୋଲି ମୋ ବର୍ଣ୍ଣ ପି କପାଟକୁ ମୋ ବର୍ଣ୍ଣ କବାଟ ଦେଇଦେଲା ଅଧର ଓଷ୍ଠକୁ। ରା କହିଲୁ ପାଟି ଖୋଲିଲା। କହିଲୁ ମୋ ଓଠକୁ ଦାବୁଛୁ କାହିଁ, ସେ ମନକୁ ହବନି। ରାମ, ରା କହିଲେ ପାଟି ଖୋଲିଲା, ରା ମ, ବୁଝିଲା। ସେଇଥିପାଇଁ କବି କହିଛନ୍ତି ମଥୁରାୟା ବିଲୋମେନ ମଧ୍ୟମାକ୍ଷର ବର୍ଜିତା। ଲେଖିଲୁ ମଥୁରା ଓଲଟେଇ ଦେ, ମଝି ଧୀରେଟାକୁ କାଢି ଆଣେ। କାଢୁଛୁ କଣ ଚାଉଳ ଭଜା, ଏମିତି ଉଠେଇକିରି କଣ ଆଣୁ? ମଝି ଅକ୍ଷର ଅଲଗା ଜାଗାରେ ଲେଖିଲୁ, ସେ ଦୁଇଟି ଯାକ ମିଶା। କଣ ହେଲା? ଯସ୍ୟ ମୁଖେ ଦ୍ୱୟଂ ନାସ୍ତି, ଯାହା ମୁଖରେ ସେ ରାମ ଦୁଇଟି ଅକ୍ଷର ନାହିଁ, ତନ୍ମୁଖେ ମଧ୍ୟମାକ୍ଷର, ତା ମୁହଁରେ ମଝି ଅକ୍ଷରଟି କଣ? ତେଣୁ
ସେଇ ଆତ୍ମାରାମ ମର୍ଯ୍ୟାଦା ପୁରୁଷୋତ୍ତମ ନବଦ୍ରବାଦଳ କୋଦଣ୍ଡ ଧାରଣ ତା ଯାହାଙ୍କଠୁ ସୃଷ୍ଟି ହେଲେ ପରଶୁରାମ ଶ୍ରୀରାମ ହେବେ ବଳରାମ ହେବେ କଳକି ରାମ ମୋ ମା ସିଦ୍ଧ ମଙ୍ଗଳା ଉପସ୍ଥିତ ଆବାଳ ବୃଦ୍ଧ ବନିତା ମାନଙ୍କର ମୋ ଜ୍ଞାନୀ ମାନଙ୍କର ବାବୁ କାହ୍ନୁ ବାବୁଙ୍କର କାହ୍ନୁ ବାବୁ ଯୋଉ ଏତେ ପଇସା ଖର୍ଚ୍ଚ କରୁଛନ୍ତି ଖ୍ୟାତି ଅର୍ଜନ କରୁଛନ୍ତି ପିତାମାତା ସୁକୃତରୁ ପୁତ୍ର ହୁଏ ତାଙ୍କ ବାପାଙ୍କର ସୁକୃତ ଟଙ୍କା ନଥାଇପାରେ ସେତେବେଳେ ଭଲ ଭୋଗ ମାଙ୍କୁ ନ ଦେଇ ପାରନ୍ତି ଭକ୍ତି ତ ଥିଲା ମାଙ୍କୁ ଭକ୍ତି ବଳରେ ଆବିର୍ଭୂତା କରି ପାରୁଥିଲେ ସେ ଦିବଙ୍ଗତ ଆତ୍ମା ଅନନ୍ତ ଆକାଶରେ ଥାଇ ଖୁସି ହଉଥିବେ ସେ ଯୋଉ ମାକୁ ଆରାଧ୍ୟା ଭାବନ୍ତି ତାଙ୍କ ପାଖରେ ଯେତେବେଳେ ତ୍ରିଦିନାତ୍ମକ ନାମ ଯଜ୍ଞ ହଉଛି ଖୁସି ହେବେନି ମୋ ମା ପଣ୍ଡା ପରିବାର ସମସ୍ତ ସଦସ୍ୟଙ୍କର ସଂସ୍କୃତି ସମ୍ପନ୍ନ କରାଙ୍ଗ ଗ୍ରାମାଧିବାସୀ ମାନଙ୍କର ଅଡ଼ୋଶୀ ପଡ଼ୋଶୀ ଗ୍ରାମବାସୀ ମାନଙ୍କ ଯେତେ ବରଣ୍ୟ ବିଦ୍ୱାନ ମାନେ ଆଜି ବସିଛନ୍ତି ଏ ପାଲା ମଞ୍ଚରେ ସମସ୍ତଙ୍କର ମା ମାନଙ୍କର ଝିଅ ମାନଙ୍କର ବୋହୂ ମାନଙ୍କର କୁନାକୁନି ପିଲାମାନଙ୍କର କୃଷକ ସୈନିକ ଶିକ୍ଷକ ଅଧ୍ୟାପକ ସାଧୁ ସନ୍ନ୍ୟାସୀ ବ୍ରାହ୍ମଣ ବୈଷ୍ଣବ ଇଏ ପାଲା ବାଲାଙ୍କର ସିଏ ପାଲା ବାଲାଙ୍କର ହଉ ମାଇକି କି କଣ ବାବୁ ଡାକୁଛୁ ମାଇକି ବଜଉଛନ୍ତି ବାବୁଙ୍କୁ ନା ମାଇକି ବାବୁଙ୍କର ମାଇକିର କଲ୍ୟାଣକାରୀ ହୁଅନ୍ତୁ ଶୁଭଦ ହୁଅନ୍ତୁ ସୁଖଦ ହୁଅନ୍ତୁ କୀର୍ତ୍ତିଦାନ କରନ୍ତୁ ଚା ପିଇବାକୁ ବେଳ ନାହିଁ ଏ ଅନୁଷ୍ଠାନ ଦୀର୍ଘଜୀବୀ ହେଉ ବରିଷ୍ଠ ପାଲା ଗାୟକ ମାନେ ଆସି ପାଲା ପରିବେଷଣ ନେଲେ ଲାଗିଛି ନହେଲେ ଠିଆ କରେଇ ନଥାନ୍ତି ଗୋଟିଏ ପଦ ପେଟକୁ ଚାପୁଡି ଧରିକି କାଳିଆକୁ ଡାକି ଡାକି ପ୍ରାଣ ଛାଡିଗଲା ଟଙ୍କା 500 କେହି ଦେଲେ କଣ କରିବ ବୁଢା ଗୋଟେ ରଜକ ଘର ବୋହୂକୁ ନେଇ ଆଇଲୁ କାହିଁକି ଅବସ୍ଥା ହେଲୁ ବ୍ରାହ୍ମଣ ମାନେ ଗାଁରୁ ତଡ଼ିଦେଲେ ଗଣକବି ବୈଷ୍ଣବ ପାଣି ଜଗନ୍ନାଥଙ୍କୁ ଡାଇରେକ୍ଟ ଗାଳି ଦବା ଗୋଟିଏ କବି ଏ ପୁଅ ଶୁଣ ମତେ ଚାହା ମୁଁ ଟଙ୍କା ନେବି ମତେ ଚାହା ସାଡେ କଣ ଚାହୁଁ ଗୋଟିଏ ପଦ ଖାଲି ଆସିବ ଡ ଡ ଡ ଡ ଡ ଡ ଶେଷ ମଝି ସବୁ ଗୋଳେଇ ଗାଳେଇ ହିଁ ଆସିବ କହିଲା ଇଏ ଛାଡ କହିଲା ଛାଡ ମାଡ ଖିଆ ବୁଦ୍ଧି ହେ ତୁ କଣ ଭାବୁଛୁ ମୁଁ ତାଙ୍କୁ କହୁଛି ନା ନା କଣ କହିଲୁ କାହାକୁ ତତେ କଣ କହିଥିଲି ହଁ ହେ ଭଗବାନ କାହିଁକି ମିଛ କହୁଛୁ ହଁ ହେ ଭଗବାନ ତୁ ମିଛ କହନା ନାଇଁ ମୁଁ ଏ କଥା କହିଲି ନା କହିଲା ଛାଡ ମାଡ ଖିଆ ବୁଦ୍ଧି ହେ କେମିତି ଚମକ ବାପା ଦେଖ ଛାଡ ମାଡ ଖିଆ ବୁଦ୍ଧି ହେ ବାପା ଇଏ ଉଠି ପଡି ତା ଦେହରେ ହଁ ବଡ ଦେଉଳ ବଡ ଗୋସାଇଁ ମାଡ ଖିଆ ବୁଦ୍ଧି ହେ ବଡ ଦେଉଳ ବଡ ଗୋସାଇଁ ଛାଡ ମାଡ ଖିଆ ବୁଦ୍ଧି ହେ ଇଏ ଯେ ମାଇଲା ମାଡ ସେ ହଇଲା ମାଡ ସେ ମାଇଲା ମାଡ ସେ ହଇଲା ମାଡ ମାଇଲା ମାଡ ସେ ହଇଲା ମାଡ ସେ ମାଇଲା ମାଡ ସେ ହଇଲା ମାଡ ବାଡ ହେଲୁ ତାକୁ ଧୋଏ ବାଡ ହେଲୁ ତାକୁ ଧୋଏ ଛାଡ ମାଡ ଖିଆ ବୁଦ୍ଧି ହେ ବଡ ଦେଉଳ
জগন্নাথ জগত জীবন ত্রিভুবনে লোকে যার চরণে বন্দন এই গোরা রাম রূপে রাবণ বধিল বলে কভয় বিলীলা শুনো শুনো ওরে ভাই লীলা চলে মুখে যাব রাধারে ভাবিতে প্রভু হরে কৃষ্ণ মহামন্ত্র কোন কইব মহাদেব ফিঙ্গা তারা বলে ঠক 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 শিরে দুদুর আসিব তারা বলে বউ বউ তারা বলে বউ বউ সপ্তস্বরে পিলাক ধনু নিজর ভুনাথ বলে টপ টপ କରିବାକୁ ଆଉ নাই বেଳ চারিপଦ କଥା ମୋର ପାଲାର ସମ୍ବଳ ଯେତିକି ବସି ଅଛନ୍ତି ବିଦ୍ୱାନ ମଣ୍ଡନ ସମସ୍ତଙ୍କୁ ନିବେଦନ କର ସନାତନ ଆଜି ଆରମ୍ଭ କରିବା କପିଳ ରାମାୟଣ ଯୋଉଠୁ ରହିବ ପାଢିବାକୁ କରିବେ ପୂରଣ କେତେ ଦାଣ୍ଠୁଆ ମୁଁ ଆଜି ଏଇଠି ଦେଖିବି ସଂସ୍କୃତ ସାହିତ୍ୟ ଆଜି ଆଲୋଚନା କରିବି এইঠাରୁ ଦାସ ପୁଅ କରେ ନିବେଦନ ଯେତିକି ବସି ଅଛନ୍ତି ବିଦ୍ୱାନ ମଣ୍ଡନ ସର୍ବ ବୀର ଦରବାର ଆନନ୍ଦ ସାଗରେ ହରିବୋଲ ହୁଳ ହୁଳି କର ତାଳି ସ୍ୱରେ ଇଏ ହରିବୋଲ ହୁଳ ହୁଳି ବିରି ହରଣିଆ ହେଲା ଅଗିକି ବାଇଗଣ ଫୋପାଡ଼ିବା ପରା ତୁମେ ଇଲେକ୍ସନ ବେଳେ କେଡେ ଜିନ୍ଦାବାଦ ଦବ ଦି 4 ଦିନରେ ଇଏ କଣ୍ଠ ଫଟେଇବ ସେ ଲାଭ ଅଳ୍ପ ଦିନ ଏ ଲାଭ ବହୁତ ଯିବା ଆସିବା ବେଳରେ ହିସାବ ହୁଏ ତ ତେଣୁ ଦାସ ପୁଅ ପରେ ନମ୍ର ନିବେଦନ ଆଉ ଏ ହରିବୋଲ ହୁଳ ହୁଳି କର ତାଳି ଶୁଣ সেদিন কম্পুছি সাকেত সাকেত অশ্বমেধ যজ্ঞরে স্থলে বিজয় যজ্ঞ স্থলে বিজয় ঠাকুর গুরু চারি ঠাকুর গুরু ମହା ଚାଲାକିଏ କହିଲେ ଆମେ ଏମିତି ହେଲେ ଇଏ ଆହୁରି ବାଡ଼େଇ ପିଟି ହେବେ ମୁଁ ଜମା ବାଡ଼େଇ ପିଟି ହେବିନି ସେ କଣ ତତେ ମାଇଲା ତୁ କଣ କହିଲୁ ଦେଖିଦେବି କହି ସାରୁ ଗଲୁ କଣ ହେଲା ବଜେଇ ଦେଲା ମୁଣ୍ଡରେ ନା ଆଉ ତଳକୁ ଆଖି ଆଉ ତଳକୁ ଛାତିରେ ବାଇଛି ଆଉ କୋଉଠି ବାଇଛି କୋଉଠି ବାଜିନି ଗୋଟେ ପଦ ଭକ୍ତି ଅର୍ଘ୍ୟ ତୁମେ ତ କେତେ ବରିଷ୍ଠ ଗାୟକ ସହିତ ସଙ୍ଗୀତଗିରି କରିଛ ନୃସିଂହ ହୋତା ସାଙ୍ଗରେ ଆସିଥିଲ ବାବା ଗୋଟେ ରସେଇକିରି ମାରିଦେ ଚ୍ୟାନେଲ ନାଗିଛି ତାପରେ ଦେଖ